जय श्री जगन्नाथ भाई माने सर्वप्रथमे गुरुदेव गणपति एवं जगदम्बा को प्रणाम करी आज आम आम राष्ट्र सेशन आरंभ करिबा। एई जो सेशन रे मु आपण मानकु जो छोट छोट वीडियो गुड़िक छोट छोट जिनिस क्लियर करूची। एइटा बहुत ही नगण्य लागुथिले मध्य बहुत ही अनइम्पोर्टांट लागुथिले मध्य ଆପଣ ମାନେ ଯଦି ଏଇ ସେସନ ଗୁଡାକୁ ମନ ଦେଇକି ଦେଖନ୍ତି ଏବଂ ମନ ଦେଇକି ଟିକେ ଟିକେ କନସିଡର କରନ୍ତି, ଖାଲି ଶୁଣନ୍ତି, କିଛି ଲେଖିବା ବି ଦରକାର ନାହିଁ, ଖାଲି ଶୁଣନ୍ତି, ଆପଣ ମାନେ ବୁଝିପାରିବେ ଯେ ମୁଁ ଏଇ ଯୋଉ ସେସନ ଟାକୁ ଏଇଭଳି ଭାବରେ କାହିଁକି ଅ, ନଉଛି, କାହିଁକି ଏତେ ବେସିକ୍ସ ଉପରେ ଧ୍ୟାନ ଦଉଛି। ଏଇ ବେସିକ୍ସ ହିଁ ଯେମିତି ଘରର ଗୋଟେ କାମ କଲା ବେଳେ ନିଅଁ ଟା ଖୋଳିକି ତା ଦେହରେ ଭଲ ଭାବରେ ତାର ବେସ୍ ଟା ମଜବୁତ କରିଲେ ଯେମିତି ଘରଟା ପକ୍କା ହୁଏ, ସେମିତି ଏ ବେସିକ୍ସ ଗୁଡା ହଉଛି ଆଷ୍ଟ୍ରୋଲୋଜିର ବେସ୍। ଏଇ ବେସ୍ ଗୁଡାକୁ ଆପଣ ଯେତିକି ମାତ୍ରାରେ କ୍ଲିୟର ହେଇ ହେଇ ମନେ ରଖିବେ ବା ଯେତିକି ମନେ ରଖିପାରିବେ ତ ବହୁତ ଭଲ, ଯଦି କ୍ଲିୟର ହେଇ ହେଇଯିବେ ଆପଣଙ୍କୁ ସେଇଟା ଯେତେବେଳେ ପ୍ରେଡିକ୍ସନ ର ଫଳିତର ସମୟ ଆସିବ ଆପଣଙ୍କୁ ଏତେ ମାତ୍ରାରେ ହେଲ୍ପ କରିବ ଯେ କହିପାରିବେନି ଆପଣ। ତ ମୁଁ ବର୍ତ୍ତମାନ ଆଜି ଆମର ସେସନରେ ଆଷ୍ଟ୍ରୋ ସେସନରେ ନେବା ରାଶି ଚକ୍ର ମାସ ଚକ୍ର ଇଏ ସବୁ କଣ, କାହିଁକି ଏ ସେସନ ଟା ମୁଁ କାହିଁକି ନଉଛି ଆପଣ ମାନେ ଏଇଟା ଧୀରେ କିନି ଜାଣିପାରିବେ। ଏଇଟା ଦେଖନ୍ତୁ ଆପଣଙ୍କର ମେଷ ରାଶି, ସେକେଣ୍ଡରେ ଆମକୁ କହିଛି ଆଣ୍ଟି କ୍ଲକୱାଇଜ ବୁଲିବା ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ, ମୀନ। ତ ଆପଣ ମାନେ ଦେଖନ୍ତୁ ଏଠି ମେଷ ଯୋଉ ରାଶିଟା ସେଟା ହଉଛି ବୈଶାଖ ମାସ କୁ ରିପ୍ରେଜେଣ୍ଟ କରେ। ମେଷ ସଂକ୍ରାନ୍ତି ଠାରୁ ବୃଷ ସଂକ୍ରାନ୍ତି ପର୍ଯ୍ୟନ୍ତ ସମୟକୁ ବୈଶାଖ ମାସ ବୋଲି କୁହାଯାଏ ଏବଂ ଏଇ ସମୟରେ ସୂର୍ଯ୍ୟ ମେଷ ରାଶିରେ ଥାଆନ୍ତି। ଠିକ ସେଇଭଳି ବୃଷ ସଂକ୍ରାନ୍ତି ଠାରୁ ମିଥୁନ ସଂକ୍ରାନ୍ତି ପର୍ଯ୍ୟନ୍ତ ସୂର୍ଯ୍ୟ ଜ୍ୟେଷ୍ଠ ମାସରେ ସେଟା ତାକୁ ରିପ୍ରେଜେଣ୍ଟ କରେ। ଆଷାଢ ମାସ କାହାକୁ ରିପ୍ରେଜେଣ୍ଟ କରେ ନା ମିଥୁନ ସଂକ୍ରାନ୍ତି ଠାରୁ କର୍କଟ ସଂକ୍ରାନ୍ତି ପର୍ଯ୍ୟନ୍ତ ଯୋଉ ସମୟଟାକୁ ମିଥୁନ ରାଶି ରିପ୍ରେଜେଣ୍ଟ କରେ। ଆପଣ ମାନେ ଏଇଠୁ କ୍ଲିୟରଲି ଦେଖି ପାରୁଥିବେ, ମୁଁ ଯୋଉ ବ୍ୟାକ୍ କରିକି ମୁଁ ଆପଣଙ୍କୁ ଲିଭେଇକି ମାନେ ଆପଣ ମାନେ ଏଠୁ କ୍ଲିୟରଲି ମୁଁ ଜାଣିପାରୁଥିବେ, ମୁଁ ଏଟାକୁ ଅନ୍ଡୁ କରିଦଉଛି, ଆପଣ ମାନେ ଦେଖନ୍ତୁ ଯେ ଏଠି ଆଜ୍ଞା ମେଷ ରାଶି, ଏଠି ହେଲା ବୈଶାଖ ମାସ। ରାଶି ଆମର 12ଟି ଗଣି ଦିଅନ୍ତୁ, ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ, ମୀନ। କିନ୍ତୁ ମାସ ବି ଆମର 12ଟା, ବୈଶାଖ, ଜ୍ୟେଷ୍ଠ। ଓଡିଆ ଯୋଉ ଆମର ସନାତନ ପରମ୍ପରା ହିସାବରେ କ୍ୟାଲେଣ୍ଡର ହିସାବରେ ମୁଁ କହୁଛି ବୈଶାଖ, ଜ୍ୟେଷ୍ଠ, ଆଷାଢ, ଶ୍ରାବଣ, ଭାଦ୍ରବ, ଆଶ୍ୱିନ, କାର୍ତ୍ତିକ, ମାର୍ଗଶିର, ପୌଷ, ମାଘ, ଫାଲ୍ଗୁନ, ଚୈତ୍ର। ଠିକ ଅଛି, ଏ 12ଟା ମାସ 12ଟା ରାଶି କୁ ଦେଖାଏ, ଯୋଉଠି ସଂକ୍ରାନ୍ତି ବହୁତ ମାଇନେ ରଖେ। କଣ ସଂକ୍ରାନ୍ତି ମାଇନେ ରଖେ କଣ ଆମେ ଜାଣିବା। ଦେଖନ୍ତୁ ସୂର୍ଯ୍ୟ ପ୍ରତିଦିନ ଏଇ ଗୋଟିଏ ରାଶି ହଉଛି 30 ଡିଗ୍ରୀ, ଏଇଟା 30 ଡିଗ୍ରୀ ଆଜ୍ଞା। ଏଉଠୁ ଏତିକି ବୃଷ ରାଶି ଟା କେତେ ନା ଏଉଠୁ ଏତିକି ହଉଛି 30 ରୁ ଅଧିକା ଏବଂ 60। ଠିକ ଅଛି, ଆପଣ ମାନେ ଏଇ ପଏଣ୍ଟ ଟା କ୍ଲିୟର ହେଇଯାଆନ୍ତୁ। ଏଟା 30 ରୁ 60। ଏଇଟା କେତେ ଆସିବ ନା 60 ରୁ 90। ଏଇଟା କେତେ ଆସିବ, କର୍କଟ ରାଶି ଟା କେତେ ଆସିବ କହୁନାହାନ୍ତି, 90 ରୁ 120। ସିଂହ ରାଶି ଟା 120 ରୁ 150। କନ୍ୟା ରାଶିଟା 150 ଡିଗ୍ରୀରୁ 180 ଡିଗ୍ରୀ। ତୁଳା ରାଶିଟା 180 ଡିଗ୍ରୀରୁ 210 ଡିଗ୍ରୀ। ବିଛା ରାଶିଟା 210 ଡିଗ୍ରୀରୁ 240 ଡିଗ୍ରୀ। କାର ଅନମ୍ୟୁଟ ଅଛି କାଇଣ୍ଡଲି ମ୍ୟୁଟ କରିଦେବେ। ଧନୁ ରାଶିଟା 240 ଡିଗ୍ରୀରୁ 270 ଡିଗ୍ରୀ। ମକର ରାଶିଟା 270 ଡିଗ୍ରୀରୁ 300 ଡିଗ୍ରୀ। କୁମ୍ଭ ରାଶିଟା 300 ଡିଗ୍ରୀରୁ 330 ଡିଗ୍ରୀ। ମୀନ ରାଶିଟା 330 ରୁ 360 ଡିଗ୍ରୀ। ଆପଣ ମାନେ ଏଇ ଜିନିଷଟାକୁ କ୍ଲିୟରଲି ବୁଝି ଯାଆନ୍ତୁ ଯେ ଏଇ ଯୋଉ ମୁଁ ଡିଗ୍ରୀ ଟା ଲେଖିଲି ମେଷ ରାଶିଟା 30 ଡିଗ୍ରୀ ମାନେ ଏଇଟା ହଉଛି 0 ରୁ 30 ଡିଗ୍ରୀ। ମୁଁ ଏଟା କାହିଁକି ଲେଖିଲି, ମୁଁ ଏଟା ଏଇଥିପାଇଁ କି ଲେଖିଲି 30 ଡିଗ୍ରୀ,
ଏଇଟା ସୂର୍ଯ୍ୟଙ୍କ ଗତିପଥ ଉପରେ ଏଇ ସବୁ ଜିନିଷର ନିୟନ୍ତ୍ରିତ ହେଉଛି। ଯଦି ସୂର୍ଯ୍ୟ ଯୋଉ ଗୋଟେ ରାଶିରୁ ଅନ୍ୟ ରାଶିକୁ ଚଳିତ ହଉଛନ୍ତି, ତଦନୁପାତିକ ଦେଖେଇକି ହିଁ, ତଦନୁପାତିକ ଜିନିଷକୁ ଆଖି ଆଗରେ ରଖି ହିଁ ଆମେ ଅଂଶ ମାନ ବାହାର କରୁଛୁ। ଆମେ ଜାଣିଛୁ ଯେ ସୂର୍ଯ୍ୟ ଗୋଟେ ରାଶିରେ ଗୋଟିଏ ମାସ ରହନ୍ତି, ଏବଂ ସୂର୍ଯ୍ୟ ଗୋଟେ ସଂକ୍ରାନ୍ତି ଠାରୁ ଅନ୍ୟ ସଂକ୍ରାନ୍ତି ପର୍ଯ୍ୟନ୍ତ ତାଙ୍କର ଚଳନଟା ଚେଞ୍ଜ ହୁଏ। ମେଷ ସଂକ୍ରାନ୍ତି ଠାରୁ ଏମିତି ମେଷ ସଂକ୍ରାନ୍ତି ଠାରୁ ବୃଷ ସଂକ୍ରାନ୍ତି ପର୍ଯ୍ୟନ୍ତ ଏଉଠୁ ଏଇ ଯାକେ ସମୟଟା, ସେଇଟା କଣ ନା ଗୋଟେ ଦିନରେ ସୂର୍ଯ୍ୟ 1 ଡିଗ୍ରୀ ମୁଭ୍ କରନ୍ତି। ତ 30 ଦିନରେ ସୂର୍ଯ୍ୟ ଗୋଟେ ମାସରେ 30 ଡିଗ୍ରୀ ମୁଭ୍ କରିବେ। ତେବେ ଆମେ କଣ ଜାଣିଲେ ନା ବୈଶାଖ ମାସଟା ମେଷ ସଂକ୍ରାନ୍ତିରୁ ଆରମ୍ଭ ହବ, ବୃଷ ସଂକ୍ରାନ୍ତିରେ ସରିବ। ସେମିତି ଜ୍ୟେଷ୍ଠ ମାସଟା ବୃଷ ସଂକ୍ରାନ୍ତିରୁ ଆରମ୍ଭ ହବ, ମିଥୁନ ସଂକ୍ରାନ୍ତିରେ ସରିବ। ଆଷାଢ ମାସଟା ମିଥୁନ ସଂକ୍ରାନ୍ତିରୁ ଆରମ୍ଭ ହବ, ଏମିତି ବୁଲି ବୁଲି ଚାଲିବ। ତେଣୁ ଆପଣ ମାନେ ବୁଝିପାରିଲେ, ତେଣୁ ଆପଣ ମାନେ ବୁଝିପାରିଲେ। ତ ଏଇ ସେସନର ମେନ୍ ଜିନିଷଟା ହେଲା ମାସ, ତାର ଗ୍ରହ ମାନଙ୍କର ଡିଗ୍ରୀ ପରିମାଣ, ଏବଂ ଗ୍ରହ ରାଶିଟା କୋଉ ମାସ ସହିତ ଯୁକ୍ତ। ତେବେ ଆଜିର ସେସନ ଆମେ ଏଇ ତିନିଟା ଜିନିଷ ଜାଣିଲେ। ପୁଣି କିଛି ନୂଆ ଆଷ୍ଟ୍ରୋ ସେସନ ସହିତ ଆପଣମାନଙ୍କ ସହିତ ଆଶା କରେ ଆପଣ ମାନେ ବୁଝିପାରିଥିବେ। ପୁଣି କିଛି ନୂଆ ଆଷ୍ଟ୍ରୋ ସେସନ ସହିତ ଆପଣମାନଙ୍କ ସହିତ ଯୁକ୍ତ ହବା। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।